ଦେଖନ୍ତୁ ଏ ବିରୋଧୀ ଦଳ ନଈ ନ ଦେଖି ନଙ୍ଗଳା ହେଇଯାଉଛନ୍ତି। ନିଜେ ଯେଉଁ କଥା କହୁଛନ୍ତି ସେ କଥା ସେମାନେ ନିଜେ ବି ରଖୁନାହାନ୍ତି। ଆଜି ଧାନର କଟିଂ ଛଟିଂ ହେଉଛି ବୋଲି ନିଜେ ଆଡ଼ଜର୍ନ ମୋସନ୍ ଦେଲେ ସେ ବିଷୟରେ ଆଲୋଚନା କରିବା ପାଇଁ, କିନ୍ତୁ ଆଲୋଚନା କରିବା ପାଇଁ ନିଜେ ଆସିକି ୱେଲ୍କୁ ବନ୍ଦ କରିଦେଉଛନ୍ତି। ବିରୋଧୀ ଦଳର ମାନେ ବେମତଲବରେ ମାନେ ଜିରାରୁ ହାଉସ୍ ବନ୍ଦ କରିବା। ସେ ବିରୋଧୀ ଦଳ ଭାବୁଛନ୍ତି ବୋଧେ ହାଉସ୍ଟା ବନ୍ଦ କରିଦେଲେ ତାଙ୍କ ବିରୋଧୀ ଦଳର ମର୍ଦ୍ଦାଙ୍ଗୀଟା ଜଣାପଡ଼ିବ, କିନ୍ତୁ ବାସ୍ତବରେ ସେମାନେ ଲୋକଙ୍କ ସ୍ୱାର୍ଥ କଥା ଦେଖୁନାହାନ୍ତି। ତାଙ୍କ ବିରୋଧୀ ଦଳର କାଳେ ଟିଆର୍ପି କମିଯିବ ସେଇଥିପାଇଁ ଗୋଟେ ୱେଲ୍କୁ ଯାଇକି ଗୋଟେ ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଯାଇକି ଟିକେ ଟିଭିର ଫଟୋଟା ବାହାରିଲେ ସେମାନେ ବୋଧେ ବେଶୀ ମାନେ ଲୋକ ଜାଣିବେ, ସେଇଥିପାଇଁ ବୋଧେ ବନ୍ଦ କରୁଛନ୍ତି। ନହେଲେ ତାଙ୍କର ଓଡ଼ିଶାବାସୀକୁ ବୋଧେ କୌଣସି ଆନ୍ତରିକତା ନାହିଁ। ନିଜେ ଦେଉଛନ୍ତି ଆଡ଼ଜର୍ନ ମୋସନ୍, ନିଜେ ପୁଣି ୱେଲ୍କୁ ଯାଇ ବନ୍ଦ କରୁଛନ୍ତି। ମୋର ବି କିଛି ବୁଝିପାରୁନି କାହିଁକି। ଆମେ ବି ବିରୋଧୀ ଦଳ ଥିଲେ କିନ୍ତୁ ଆମେ ଗଠନମୂଳକ ସଜେସନ୍ ସରକାରକୁ ଦେଉଥିଲେ।